ছোট ভাই কত রাস্তার অবস্থা কিন্তু ଅଛି ଟିକେ ଖାଲି ତ ଫ୍ୟାମିଲି ଚ୍ୟାନେଲଟା ବୋଲି ନହେଲେ ନାଇଁ କି ତ ହଁ ମୁଁ ପୁଣି ଆପଣଙ୍କୁ ସ୍ୱାଗତ କରୁଛି ମୋର ତୃତୀୟ ଦିନର ସଂଘର୍ଷରେ। ଭାଗ୍ୟ ଠାରୁ ବି ବେଶୀ ଗାତ ଥିଲା ରାସ୍ତାରେ। ଏତେ ଖରାପ ରାସ୍ତାର ଟେନସନ୍ ନ ନେଇ ଆମେ 4 ଜଣ ବାହାରିଗଲୁ ଆମ ଲକ୍ଷ୍ୟ ଆଡ଼କୁ। ବ୍ଲଗର ସାଙ୍ଗର ବ୍ଲଗିଂର ଅତ୍ୟାଚାର ଏଇଠି ବି ଆରମ୍ଭ ହୋଇଗଲା। ଯାଇ ଦେଖିଲୁ କି ପୁରା ଅଞ୍ଚଳ ଜନଗହଳିପୂର୍ଣ୍ଣ ଥିଲା। ତା କିଛି ସମୟ ପରେ ଆମ ଆରମ୍ଭ ହେଲା ଫଟୋର ପ୍ରୋଗ୍ରାମ। DSLR ସାଙ୍ଗର ସାହାଯ୍ୟ ବିନା ଏହା ସମ୍ଭବ ନଥିଲା। ହଁ ଭାଇ ହଁ, ତ ଫଟୋ ଖିଚାଯିବ, ଦୁଃଖ ହନି। ପାଠପଢ଼ା ଠାରୁ ବି ଅଧିକ କଷ୍ଟ ରାସ୍ତାରେ ଫଟୋ ପାଇଁ ଆମକୁ ଚାଲିବାକୁ ପଡ଼ିବ ତାହା ଆମେ ଭାବିନଥିଲୁ। ଭକ୍ଷଣ ସମୟ ପାଖେଇ ଆସିବାରୁ ଆମକୁ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଲା। ସ୍ୱାଦିଷ୍ଟ ବିରିୟାନୀର ଭକ୍ଷଣ କେବଳ ଛୋଟେଶ୍ୱର ଭାଇଙ୍କ ଯୋଗୁଁ ହିଁ ହେଇପାରିଲା। ସ୍ୱାଦିଷ୍ଟ ଖାଦ୍ୟ ଗ୍ରହଣ କରିସାରି ଚାରୋ ତରଫ କୋହରା ହିଁ କୋହରା। ଘରକୁ ଆମେ ପ୍ରସ୍ଥାନ କଲୁ। ଏଇଟା ଦେଖି ବୁଝିପାରୁଥିବେ କି ମୁଁ କୋଉଠିକି ଆସିଥିଲି। ଆଜି ଛୋଟୁ ଭାଇ ଆଉ ସିପୁନ ଭାଇର ଶେଷ ଦିନ, ଆଇ ମିନ୍ ପାଲହଡ଼ା ତାଙ୍କ ଶେଷ ଦିନ ଆଜି। ତ ବାଏ ବାଏ। ଆଉ କିଛି ସାଙ୍ଗମାନଙ୍କ ସହିତ ଦେଖା କରି ଆଜିର ସଂଘର୍ଷ ଏଠି ସମାପ୍ତ ହେଲା।